ନମସ୍କାର ସାଙ୍ଗମାନେ, ଆପଣ ଏଇପରିକା ଥରେ ରୋହି ମାଛକୁ ଷ୍ଟିମ୍ ଦେଇକି ବନାନ୍ତୁ, ଦେଖିବେ ପାଟିରୁ ହିଁ ଛାଡ଼ିବନି। ମୁଁ ଏଠି ମାଛକୁ ଭଲ ଭାବରେ ଧୋଇ ନେଇଛି। ତାପରେ ମୁଁ ଅଦା, ରସୁଣ, ଜିରା, ସୋରିଷ, ଶୁଖିଲା ଲଙ୍କା, କଞ୍ଚା ଲଙ୍କା, ପୋସ୍ତ ଦେଇକିରି ଗୋଟେ ପେଷ୍ଟ ବନେଇଛି। ମାଛରେ ମୁଁ ହଳଦୀ ଗୁଣ୍ଡା, ଲଙ୍କା ଗୁଣ୍ଡା, ଜିରା ପାଉଡର, ଲୁଣ ପକେଇ ତାକୁ ଭଲ ଭାବରେ ମିକ୍ସ କରିନେଲି। ଇଟିଲି ଛାଞ୍ଚକୁ ମୁଁ ପ୍ରଥମେ ରେଡ଼ି କରିକି ଗ୍ୟାସରେ ରଖି ନେଇଛି। ବାଟିକି ରଖିଥିବା ପେଷ୍ଟ ତା ସହିତ ସୋରିଷ ତେଲକୁ ପକେଇକି ମୁଁ ଭଲ ଭାବରେ ମିକ୍ସ କରିନେଲି। କାଟିକି ରଖିଥିବା କଞ୍ଚା ଲଙ୍କା, ଧନିଆ ପତ୍ରକୁ ଆଡ଼୍ କରିକି ମୁଁ ତାକୁ ଘୋଡ଼େଇ ଦେଲି। ତାକୁ ନେଇକିରି ମୁଁ ଇଟିଲି ଛାଞ୍ଚ ଭିତରେ ରଖିଦେଲି। ରଖିକିରି ତାକୁ ମୁଁ ଅଧଘଣ୍ଟା ପାଇଁ ଗ୍ୟାସ୍ ଚୁଲାରେ ରଖିଦେଲି ଢାଙ୍କିକିରି। ତାପରେ 5 ମିନିଟ୍ ଥଣ୍ଡା ହେବା ପାଇଁ ରଖିନେଲି। ତାପରେ ଏବେ ଦେଖନ୍ତୁ ମୋର ରୋହିର ଷ୍ଟିମ୍ ବାଲା ମାଛ ବନିକିରି ପୁରା ରେଡ଼ି ହେଇଯାଇଛି। ଏ ମାଛଟି ଥରେ ବନେଇକି ଖାଆନ୍ତୁ, ଏତେ ଟେଷ୍ଟି ଲାଗିବ। ଆଜିର ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଇ ଜୟ ଜଗନ୍ନାଥ।